ମା ମୁଁ ଏଠି ଖାଇବା ଆଉ ଔଷଧ ରଖିଦେଇଛି, ଠିକ ସମୟରେ ଖାଇନେବ। ମୁଁ ଏବେ ଜଙ୍ଗଲ ଭିତରକୁ ଯାଉଛି, ଫଳ ଫୁଲ ପାଇଲେ ବଜାରରେ ନେଇ ବିକ୍ରି କରିବି। ମା ରେନୁ, ଆଜି ଦିନଟା ତୁ ଜଙ୍ଗଲକୁ ଯାନି। ମନଟା କାହିଁକି କେଜାଣି ଜମା ଭଲ ଲାଗୁନି। ତୋର କିଛି ହେଲେ ମୁଁ ଏକୁଟିଆ ବୁଢୀ ଲୋକଟା କଣ କରିବି କହିଲୁ ରେ ମା? ଏ କଣ କହୁଛ ମା? ମୁଁ ଯଦି ଜଙ୍ଗଲକୁ ନ ଯିବି ଖାଇବା କେମିତି ଯୋଗାଡ଼ କରିବି? ଆଉ ତ ମୁଁ ଔଷଧ କେମିତି କିଣିବି? ମା ତୁମେ ମତେ ମନା କରିଥିଲ ଜଙ୍ଗଲର ବେଶୀ ଭିତରକୁ ଯିବା ପାଇଁ। ମୁଁ ଆଜି ଯାଇ କେବେ ବି ଜଙ୍ଗଲ ଭିତରକୁ ଯାଇନି। ଆଖପାଖରେ ଯାହା ପାଏ ତା ନେଇ ବଜାରକୁ ଯାଏ। ଚିନ୍ତା କରନି ମା, ମୁଁ ଆଜି ବି ଯିବିନି। ମାରେ, ସମସ୍ତେ କୁହନ୍ତି ଜଙ୍ଗଲ ଭିତରୁ ବହୁତ ଭୟଙ୍କର ଭୟଙ୍କର ଶବ୍ଦ ଶୁଭେ। ଯିଏ ବି ସେଠାକୁ ଯାଇଛି ସେ ଆଜି ଯାଏ ଫେରିନି। ତୁ ଯେବେ ବି ଜଙ୍ଗଲ ଭିତରକୁ ଯାଉ ମୁଁ ବହୁତ ଚିନ୍ତାରେ ଥାଏ। ତୁ ଘରକୁ ଫେରିଲେ ହିଁ ମତେ ଶାନ୍ତି ମିଳେ। ମା ମୁଁ କହିଲି ନା ଚିନ୍ତା କରନି, ମୁଁ ଜଙ୍ଗଲର ବେଶୀ ଭିତରକୁ ଯିବିନି। ସନ୍ଧ୍ୟା ହେବା ଆଗରୁ ମୁଁ ଘରକୁ ଫେରି ଆସିବି। ଏମିତି ଚଢ଼େଇ ତା ମାକୁ ବୁଝେଇ ଜଙ୍ଗଲ ଭିତରକୁ ଗଲା। ସେଦିନ ସେ କିଛି ବି ଫଳ ଫୁଲ ପାଇଲାନି। ଆଜି ତ ମୁଁ ଗୋଟେ ବି ଫୁଲ ଫଳ ପାଇଲିନି। ମୁଁ ଆସିବା ଆଗରୁ ବୋଧେ କିଏ ସବୁ ଫୁଲ ଫଳ ତୋଳି ନେଇଛି। ଏବେ ମୁଁ କଣ କରିବି? ମୁଁ ଆଉ ଟିକେ ଭିତରକୁ ଯାଇ ଦେଖେ, ସେଠି ହୁଏତ କିଛି ଫୁଲ ଫଳ ପାଇଯିବି। ଏମିତି ଭାବି ଚଢ଼େଇ ଜଙ୍ଗଲର ବହୁତ ଭିତରକୁ ଚାଲିଗଲା। ବାଃ, ଏ ଜାଗାଟି କେତେ ସୁନ୍ଦର! କେତେ ପ୍ରକାରର ଫୁଲ ଫଳ ଗଛ ଏଠି ଅଛି। ଆଖପାଖରେ ତ କେହି ବି ନାହାନ୍ତି, ସମସ୍ତେ ବେକାରେ ଡରୁଥିଲେ। ଆରେ, ଏତେ ସୁନ୍ଦର ବାସ୍ନା କୋଉଠୁ ଆସୁଛି? ମୁଁ ଆଗକୁ ଯାଇ ଦେଖେ। ଚଢ଼େଇ ମାଏ ବି ଫୁଲର ବାସ୍ନା ପାଇ ନିଜକୁ ଅଟକେଇ ପାରିଲାନି। ସେ ଆଗକୁ ଗଲା, ଆଉ ଗୋଟେ ସୁନ୍ଦର ଧଳା ଫୁଲ ଦେଖିଲା। ବାଃ, କେତେ ସୁନ୍ଦର ଗୋଟେ ଧଳା ଫୁଲ ଏଠି ଅଛି। ଏମିତି ଏକ ବଡ ସୁନ୍ଦର ଧଳା ଫୁଲ ମୁଁ ଆଗରୁ କେବେ ଦେଖିନି। ଏଇ ଫୁଲକୁ ନେଇ ଯଦି ମୁଁ ବଜାରରେ ବିକ୍ରି କରିବି ମୁଁ ଅନେକ ଟଙ୍କା ପାଇବି। ଚଢ଼େଇ ଧଳା ଫୁଲ ପାଖକୁ ଗଲା। ସେ ଯେମିତି ଧଳା ଫୁଲରେ ହାତ ଦେଲା, ଧଳା ଫୁଲ ଚଢ଼େଇକୁ ନିଜ ଭିତରକୁ ଟାଣି ନେଲା। ହା ହା ହା, ଏତେ ଦିନ ପରେ ଯାଇ ମୁଁ ଏ ଗଛରୁ ମୁକ୍ତ ହେଲି। ଏବେ ମୋର ଯାହା ଇଚ୍ଛା ମୁଁ ତାହା କରିପାରିବି। ହେ କଣ? ମୁଁ ଏଇ ଫୁଲ ଭିତରକୁ କେମିତି ଆସିଲି? ତୁମେ ତୁମେ ତ ଗୋଟେ ପିଶାଚି। ହଁ, ମୁଁ ଗୋଟେ ପିଶାଚି। ଥରେ ଗୋଟେ ତାନ୍ତ୍ରିକ ମତେ ମାରି ନ ପାରି ଏ ଫୁଲରେ ବନ୍ଦୀ କରିଦେଇଥିଲା। ଆଜିଠୁ ତୁ ଏ ଫୁଲରେ ବନ୍ଦୀ ହେଇ ରହିବୁ, ଆଉ ମୁଁ ବାହାରେ ବୁଲିବି, ଯାହା ଇଚ୍ଛା ତାହା କରିପାରିବି। ନା, ଦୟାକରି ମତେ ଛାଡ଼ି ଦିଅ। ମୁଁ ଘରକୁ ନ ଫେରିଲେ ମୋ ମା ଅନେକ କାନ୍ଦିବେ। ମା, ମତେ ବଞ୍ଚାଅ। ଏଇ ଚୁପ୍, ବେଶୀ ପାଟି କରିବୁ ତ ମୁଁ ତତେ ଏବେ ହିଁ ଖାଇଦେବି। ତୋ ମା କାନ୍ଦି କାନ୍ଦି ମଲେ ମୋର କଣ ଯାଇ ଆସେ? ତୁ ଏବେ ଏଠି ରହି ମୋ ବଗିଚାର ଶୋଭା ବଢ଼ା। ମୁଁ ମୋ ଘରକୁ ଯାଏ। ରାତି ହେଇଗଲାଣି, ମୋ ଝିଅ ଏଯାଏଁ କାହିଁକି ଘରକୁ ଫେରିଲାନି? ମୁଁ ତାକୁ ମନା କରୁଥିଲି ଜଙ୍ଗଲ ଭିତରକୁ ଯିବା ପାଇଁ, ହେଲେ ସେ ମୋ କଥା ଶୁଣିଲାନି। ଏବେ ମୁଁ ତାକୁ କୋଉଠି ଖୋଜିବି? ଆରେ ପୁଅ ମିଟୁ, ମୁଁ ବଡ଼ ବିପଦରେ ପଡ଼ି ତୋ ପାଖକୁ ଆସିଛି। ମତେ ସାହାଯ୍ୟ କର ପୁଅ। କଣ ହେଇଛି ମାଉସୀ? ତୁମେ ବହୁତ ଚିନ୍ତାରେ ଥିଲା ଭଳି ଜଣା ପଡୁଛ। ତମେ ମାନେ ତ ଜାଣ, ମୋ ଝିଅ ପ୍ରତିଦିନ ଜଙ୍ଗଲ ଭିତରୁ ଫୁଲ ଫଳ ଆଣି ବଜାରରେ ବିକ୍ରି କରେ। ଆଜି ସକାଳେ ବି ସେ ଜଙ୍ଗଲ ଭିତରକୁ ଯାଇଥିଲା, ହେଲେ ରାତି ହେଲାଣି ସେ ଯାଇ ଘରକୁ ଫେରିନି। ବୁଝିପାରୁନି ମୁଁ ଏବେ ତାକୁ କୋଉଠି ଖୋଜିବି। ତମେ ମାନେ ମତେ ସାହାଯ୍ୟ କର, ମୋ ଝିଅକୁ ଖୋଜି ଆଣ। ଆରେ ମାଉସୀ, ତମ ଝିଅ ନିଶ୍ଚୟ ଜଙ୍ଗଲର ବହୁତ ଭିତରକୁ ଚାଲି ଯାଇଥିବ। ତମେ ତ ଜାଣ, ଯିଏ ବି ସେଠାକୁ ଯାଏ ସେ ଆଉ କେବେ ଫେରେନି। ଏବେ ରାତି ହେଲାଣି ମାଉସୀ, ଆମେ ଜଙ୍ଗଲ ଭିତରକୁ ଯାଇପାରିବୁନି। ସକାଳ ଯାଇ ଅପେକ୍ଷା କର, ଆମେ ନିଶ୍ଚୟ ତମ ଝିଅକୁ ଖୋଜିବା ପାଇଁ ଯିବୁ। ହଁ ବୁଢ଼ୀ ମାଉସୀ, ତୁମେ ଏବେ ଘରକୁ ଯାଅ। ସକାଳ ହେଲେ ଆମେ ତୁମ ଝିଅକୁ ଖୋଜିବା ପାଇଁ ଯିବୁ। ଏମିତି ବୁଢ଼ୀ ଚଢ଼େଇ ମନ ଦୁଃଖରେ ରାତି ସାରା ତା ଝିଅକୁ ମନେ ପକାଇ ଅପେକ୍ଷା କଲା। ସକାଳ ହେଲା ପରେ
ସବୁ ଚଢ଼ି ଜଙ୍ଗଲ ଭିତରକୁ ଯାଇ ରିନୁକୁ ଖୋଜିଲେ, ହେଲେ ତାକୁ ପାଇଲେନି। ଶେଷରେ ସେମାନେ ନିଜ ଘରକୁ ଫେରି ଆସିଲେ। ଆରେ ମିଟୁ ଭାଇ, ମୁଁ ଏ ଜଙ୍ଗଲକୁ କାଲି ଆସିଛି। ଘର ବନେଇବା ପାଇଁ ମୁଁ କାଠ ଖୋଜୁଥିଲି। ମତେ କହିପାରିବ ମୁଁ କୋଉଠି ଭଲ କାଠ ପାଇବି? ହଁ, ଆମ ଜଙ୍ଗଲର ଉତ୍ତର ଦିଗରେ ଗଲେ ତୁମେ ଭଲ କାଠ ପାଇପାରିବ, କିନ୍ତୁ ଜଙ୍ଗଲର ବେଶୀ ଭିତରକୁ ଯିବ ନାହିଁ, କାହିଁକି ନା ଯିଏ ବି ଜଙ୍ଗଲର ବହୁତ ଭିତରକୁ ଯାଏ ସେ ଆଉ କେବେ ବି ଫେରେନି। ଆରେ ପୁଅ ମାନେ, ଆଉ ଥରେ ଜଙ୍ଗଲ ଭିତରକୁ ଯାଇ ମୋ ଝିଅକୁ ଖୋଜି ଦେଖ, ହୁଏତ ତାକୁ ପାଇଯିବ। ଆରେ ମାଉସୀ, ତୁମେ କାହିଁକି ଆମ ଜୀବନକୁ ବିପଦରେ ପକେଇବାକୁ ଚାହୁଁଛ? ତୁମ ଝିଅ ଆଉ କେବେ ଫେରିବନି। ଏବେ ଆମକୁ ବିରକ୍ତ ନ କରି ଏଠୁ ଯାଅ। ଆରେ ସେ ବୁଢୀ ମାଉସୀ କିଛି ବିପଦରେ ପଡିଥିବେ, କେହି ତାଙ୍କୁ ସାହାଯ୍ୟ କରୁନ କାହିଁକି? ଝିଅକୁ ହରେଇ ସେ ବୁଢୀ ମାଉସୀର ଅବସ୍ଥା ଏମିତି ହେଇଯାଇଛି। ତାଙ୍କ ଝିଅ ଉତ୍ତର ଦିଗରେ ଥିବା ଜଙ୍ଗଲ ଭିତରକୁ ଯାଇ ଆଉ ଘରକୁ ଫେରିନି। ଝିଅ ଚିନ୍ତାରେ ବୁଢୀ ମାଉସୀର ଆଜି ଏହି ଅବସ୍ଥା। ସେଥିପାଇଁ ଆମେ ତୁମକୁ ଆଗରୁ ସତର୍କ କରିଦେଉଛୁ, ତୁମେ ଜଙ୍ଗଲର ବେଶୀ ଭିତରକୁ ଯିବନି, ନହେଲେ ବିପଦରେ ପଡିବ। ସମସ୍ତଙ୍କ ପାଖରୁ ଏକଥା ଶୁଣି ରାଜୁ ଚଢି କାଠ ଆଣିବା ପାଇଁ ଜଙ୍ଗଲ ଭିତରକୁ ଗଲା। ସେ ଅନ୍ୟମନସ୍କ ହେଇ ଜଙ୍ଗଲର ବହୁତ ଭିତରକୁ ଚାଲିଗଲା। ହଠାତ୍ ସେ କାନ୍ଦିବାର ସ୍ୱର ଶୁଣି ଅଟକିଗଲା। କିଏ ଏମିତି କାନ୍ଦୁଛି? ମୁଁ ତ ଏଠି କାହାକୁ ବି ଦେଖିବାକୁ ପାଉନି। କିଏ କିଏ କାନ୍ଦୁଛ? ମୁଁ କାନ୍ଦୁଛି, ଏପଟକୁ ଦେଖ, ମୋ ଗୋଟେ ଫୁଲ ଗଛ। ଏ କଣ ଫୁଲ ଗଛ? ଗଛ ହେଇ ତୁମେ କଥା କେମିତି କହୁଛ? ମତେ ଭୟ କରନି, ଆଗ ମୋ କଥା ଶୁଣ। ଏମିତି ଫୁଲ ଗଛ ଭିତରେ ଥିବା ରିନୁ ରାଜୁ ଚଢିକୁ ସବୁ ଘଟଣା କହିଲା। ଆଚ୍ଛା, ତୁମେ ତାହେଲେ ସେ ବୁଢୀ ମାଉସୀଙ୍କ ଝିଅ। ତୁମକୁ ନ ପାଇ ତୁମ ମା ଅନେକ କଷ୍ଟରେ ଅଛନ୍ତି। ଚିନ୍ତା କରନି, ମୁଁ ତୁମକୁ ଏଠାରୁ ମୁକ୍ତ କରିବାରେ ସାହାଯ୍ୟ କରିବି। କୁହ, ମୁଁ କଣ କରିପାରିବି? ମୁଁ ଯେବେ ଫୁଲ ହେଲି, ପିଶାଚୀର ପ୍ରାଣ କୋଉଠି ଅଛି ଜାଣିବାକୁ ପାଇଲି। ପିଶାଚୀ ରହୁଥିବା ଘର ଭିତରେ ମାଟି ତଳେ ଆଉ ଏକ ଘର ଅଛି। ସେଇ ଘରେ ଥିବା ଏକ ଜିନିଷରେ ପିଶାଚୀର ପ୍ରାଣ ଅଛି। ତୁମେ ଯଦି ସେ ଜିନିଷକୁ ଖୋଜି ତାକୁ ଭାଙ୍ଗି ପାରିବ, ପିଶାଚୀ ଧ୍ୱଂସ ହେଇଯିବ। ଆଚ୍ଛା, ତେବେ ଠିକ ଅଛି, ମୁଁ ଏବେ ଘର ଭିତରକୁ ଯାଉଛି, ଆଉ ସେ ଜିନିଷକୁ ଖୋଜୁଛି। ସାବଧାନରେ ଯିବ, ପିଶାଚୀ ଏବେ ଘରେ ନାହିଁ, ସେ କେତେବେଳେ ବି ଏଠାକୁ ଆସିପାରେ। ତାପରେ ରାଜୁ ଚଢି ପିଶାଚୀର ଘର ଭିତରକୁ ଯାଇ ସବୁ କିଛିକୁ ଭଲ ଭାବରେ ଦେଖିଲା। ଆରେ ଏ ଘର ଭିତରେ ସବୁ ଜିନିଷ କେତେ ସୁନ୍ଦର ଭାବେ ରଖାଯାଇଛି। ପିଶାଚୀର ପ୍ରାଣ ଥିବା ଜିନିଷକୁ ମୁଁ ଏବେ କୋଉଠି ଖୋଜିବି? କିଛି ଜାଣି ହେଉନି। ଏ ନାଲି କପଡାରେ କଣ ଘୋଡା ଯାଇଛି? ମୁଁ ଖୋଲିକି ଦେଖେ। ଏ କଣ? ଏଇଟା ତ ଗୋଟେ ଭଙ୍ଗା ମାଠିଆ। ଏମିତି ଏକ ପୁରୁଣା ଭଙ୍ଗା ମାଠିଆକୁ ପିଶାଚୀ ଏତେ ଯତ୍ନରେ କାହିଁକି ରଖିଛି? ଏଥିରେ ପିଶାଚୀର ପ୍ରାଣ ନାହିଁ ତ? କିଏ ନିଶ୍ଚୟ ମୋ ମାଠିଆକୁ ଧରିଛି। ମତେ ବହୁତ କଷ୍ଟ ହେଉଛି। ମୁଁ ଶୀଘ୍ର ମୋ ଘରକୁ ଯାଏ। ଏଇ ରହିଯା, ମୋ ମାଠିଆକୁ ରଖିଦେ, ନହେଲେ ମୁଁ ତତେ ଛାଡ଼ିବିନି। ପିଶାଚୀ କିଛି କରିବା ପୂର୍ବରୁ ରାଜୁ ଚଢି ସେ ମାଠିଆକୁ ଭାଙ୍ଗିଦେଲା। ନା, ତୁ ଏ କଣ କଲୁ? ମୋ ଦେହ ଜଳି ଯାଉଛି। ପିଶାଚୀ ଜଳି ଜଳି ଧ୍ୱଂସ ହେଇଗଲା। ତା ସହ ତା ଘର ବି ଜଳିଗଲା। ରିନୁ ଚଢେଇ ଫୁଲରୁ ମୁକ୍ତ ହେଇଗଲା। ସେ ରାଜୁ ଚଢେଇକୁ ଧନ୍ୟବାଦ ଜଣାଇଲା। ତାପରେ ସେମାନେ ନିଜ ଜଙ୍ଗଲକୁ ଫେରିଗଲେ ଆଉ ସମସ୍ତଙ୍କୁ ସବୁ କଥା କହିଲେ।